ସୁରଭି 2024 ନିମନ୍ତେ କୁଇଜ ପ୍ରଶ୍ନ ଆଜି ଆମେ ଦେଖିବା। ଯେଉଁ ପ୍ରଶ୍ନ ଗୁଡ଼ିକ ଆମର କଳା ଓ ସଂସ୍କୃତି, ବିଜ୍ଞାନ, ଗଣିତ, ଇତିହାସ, ଭୂଗୋଳ, ରାଜନୀତି ବିଜ୍ଞାନ ଏବଂ ପୌଷ୍ଟିକ ଖାଦ୍ୟ ଉପରେ ଆଧାରିତ ରହିବ। କୋରାପୁଟର କେଉଁ ସ୍ଥାନରେ ମିଗ୍ ବିମାନ କାରଖାନା ରହିଛି? ଏହାର ଉତ୍ତରଟି ହେଉଛି ସୁନାବେଡ଼ା। କୋରାପୁଟର ସୁନାବେଡ଼ା ଠାରେ ଆମର ମିଗ୍ ବିମାନ କାରଖାନା ଅଛି। ବଲାଙ୍ଗୀରର ସଇଁତଲା ଠାରେ କେଉଁ କାରଖାନା ଅଛି? ଏହାର ସଠିକ ଉତ୍ତରଟି ହେଉଛି ଗୋଳା ବାରୁଦ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ତାରକସି କାମ ପାଇଁ କେଉଁ ଜିଲ୍ଲା ପ୍ରସିଦ୍ଧ? ଏହାର ଉତ୍ତରଟି ହେଉଛି କଟକ ଜିଲ୍ଲା। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗୁଛି ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଶିଙ୍ଗ କାମ ପାଇଁ କେଉଁ ଜିଲ୍ଲା ପ୍ରସିଦ୍ଧ? ଏହାର ସଠିକ ଉତ୍ତରଟି ହେଉଛି ଗଜପତି ଜିଲ୍ଲା। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ସବାଇ ଘାସରୁ ତିଆରି ଜିନିଷ ପାଇଁ କେଉଁ ଜିଲ୍ଲା ପ୍ରସିଦ୍ଧ? ଏହାର ସଠିକ ଉତ୍ତରଟି ହେଉଛି ମୟୂରଭଞ୍ଜ ଜିଲ୍ଲା। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଇସ୍ପାତ କାରଖାନା କେଉଁ ଜିଲ୍ଲାରେ ଅଛି? ଏହାର ସଠିକ ଉତ୍ତରଟି ହେଉଛି କେଉଁ ସ୍ଥାନରେ ଅଛି? ଏହାର ସଠିକ ଉତ୍ତରଟି ହେଉଛି ରାଉରକେଲା। ରାଉରକେଲା ଠାରେ ଆମର ଇସ୍ପାତ କାରଖାନା ଅଛି। ଆମ ଚ୍ୟାନେଲରେ ଆଗରୁ ବହୁତ ଗୁଡ଼ିଏ କୁଇଜ ଭିଡ଼ିଓ ଅପଲୋଡ ହୋଇସାରିଛି, ଯଦି ଦେଖିନାହାନ୍ତି ସେଗୁଡ଼ିକୁ ଦେଖି ନିଅନ୍ତୁ। ଆମ ରାଜ୍ୟର ରାଜଧାନୀ କେଉଁ ଜିଲ୍ଲାରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଖୋର୍ଦ୍ଧା ଜିଲ୍ଲା। ଆମ ରାଜ୍ୟର ରାଜଧାନୀର ନାମ କ'ଣ? ଯଦି ଜାଣିଛନ୍ତି କମେଣ୍ଟରେ ଜଣାଇ ପାରିବେ। ମା ସମଲେଇ ମନ୍ଦିର କେଉଁ ସହରରେ ଅଛି? ଏହାର ସଠିକ ଉତ୍ତରଟି ହେଉଛି ସମ୍ବଲପୁର। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି କେଉଁ ଜିଲ୍ଲାରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ବାଲେଶ୍ୱର ଜିଲ୍ଲା। ପରବର୍ତ୍ତୀ ପ୍ରଶ୍ନ। ଓଡ଼ିଶାର ପ୍ରଧାନ ବିମାନ ବନ୍ଦରର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର। ପରବର୍ତ୍ତୀ ପ୍ରଶ୍ନ। ବୈଦେହୀଶ ବିଳାସ କିଏ ଲେଖିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଉପେନ୍ଦ୍ର ଭଞ୍ଜ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। କେଉଁ ପୁସ୍ତକ ଲେଖି ରବୀନ୍ଦ୍ରନାଥ ଟାଗୋର ନୋବେଲ ପୁରସ୍କାର ବିଜେତା ହୋଇଥିଲେ? ଏହାର ଉତ୍ତରଟି ହେଉଛି ଗୀତାଞ୍ଜଳି କବିତା। ବିହୁ ନୃତ୍ୟ ପାଇଁ କେଉଁ ରାଜ୍ୟ ପ୍ରସିଦ୍ଧ? ଏହାର ସଠିକ ଉତ୍ତରଟି ହେଉଛି ଆସାମ। ଆସାମରେ ବିହୁ ନୃତ୍ୟ କରନ୍ତି। ଆମ ଓଡ଼ିଶାରେ ଯେମିତି ଓଡ଼ିଶୀ, ଆସାମରେ ସେମିତି ବିହୁ। ଗର୍ବା ନୃତ୍ୟ ପାଇଁ କେଉଁ ରାଜ୍ୟ ପ୍ରସିଦ୍ଧ? ଏହାର ସଠିକ ଉତ୍ତରଟି ହେଉଛି ଗୁଜରାଟ ରାଜ୍ୟ। ପରବର୍ତ୍ତୀ ପ୍ରଶ୍ନ ଦେଖିନେବା। ଭାଙ୍ଗଡ଼ା ନୃତ୍ୟ ପାଇଁ କେଉଁ ରାଜ୍ୟ ପ୍ରସିଦ୍ଧ? ଏହାର ସଠିକ ଉତ୍ତରଟି ହେଉଛି ପଞ୍ଜାବ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ରାଜସ୍ଥାନ କେଉଁ ନୃତ୍ୟ ପାଇଁ ପ୍ରସିଦ୍ଧ? ଏହାର ସଠିକ ଉତ୍ତରଟି ହେଉଛି ଘୁମର ନୃତ୍ୟ। ଦେଖନ୍ତୁ, ଘୁମରା ନୁହେଁ, ଘୁମରା ହେଉଛି ଆମ ଓଡ଼ିଶାର କଳାହାଣ୍ଡିର ନୃତ୍ୟ। ମଣିପୁର କେଉଁ ନୃତ୍ୟ ପାଇଁ ପ୍ରସିଦ୍ଧ? ଏହାର ଉତ୍ତରଟି ହେଉଛି ମଣିପୁରୀ। ପରବର୍ତ୍ତୀ ପ୍ରଶ୍ନ। ମୀନାକ୍ଷୀ ମନ୍ଦିର କେଉଁ ସ୍ଥାନରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ମଦୁରାଇ, ଯେଉଁଟାକି ଆମର ତାମିଲନାଡୁ ରାଜ୍ୟରେ ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ତାଜମହଲ କେଉଁ ସ୍ଥାନରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଆଗ୍ରା। ତାଜମହଲର ରଙ୍ଗ କେମିତି ଆପଣ ଯଦି ଜାଣିଛନ୍ତି କମେଣ୍ଟ କରିକି ଜଣାଇ ପାରିବେ। ଲାଲକିଲ୍ଲା କେଉଁ ସ୍ଥାନରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଦିଲ୍ଲୀ। ଦେଖନ୍ତୁ, ତାଜମହଲ ହେଉଛି ଆମର ଧଳା ମାର୍ବଲ, ଲାଲକିଲ୍ଲା ହେଉଛି ଲାଲ କଲରର ମାର୍ବଲରେ ନିର୍ମିତ। ଜାତୀୟ ପତାକାକୁ କେଉଁ ଅବସରରେ ଅର୍ଦ୍ଧନମିତ କରି ଉଡ଼ାଯାଏ? ଏହାର ଉତ୍ତରଟି ହେଉଛି ଶୋକ ଦିବସ ପାଳନ। ଯେତେବେଳେ କୌଣସି ବଡ଼ ବ୍ୟକ୍ତି ମୃତ୍ୟୁ ବରଣ କରନ୍ତି ସେତେବେଳେ ସେମିତି କରାଯାଏ। ଜାତୀୟ ସଙ୍ଗୀତ କିଏ ଲେଖିଛନ୍ତି? ଏହାର ଉତ୍ତର ହେଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ବା ଠାକୁର ଚାହିଁଲେ ବି ଚଳିବ। ଜଣେ ବ୍ୟକ୍ତି ଦିନକୁ କେତେ ଗ୍ଲାସ ପାଣି ପିଇବା ଉଚିତ? ଏହାର ସଠିକ ଉତ୍ତର ହେଉଛି 10 ରୁ 12 ଗ୍ଲାସ। ପରବର୍ତ୍ତୀ ପ୍ରଶ୍ନ ଦେଖିନେବା।
ଜଳକୁ ଜୀବାଣୁମୁକ୍ତ କରିବା ପାଇଁ କୂଅମାନଙ୍କରେ କ'ଣ ମିଶାଯାଏ? ଏହାର ସଠିକ ଉତ୍ତରଟି ହେଉଛି ବ୍ଲିଚିଂ ପାଉଡର। ସମସ୍ତେ ଜାଣିଥିବେ, ଗାଁରେ ଆଶା ଦିଦିମାନେ ଆସି ବା ଅଙ୍ଗନବାଡି ଦିଦିମାନେ ଆସି ପକେଇ ଦେଇ ଯାଆନ୍ତି। କାହାକୁ ପୃଥିବୀର ଫୁସଫୁସ୍ କୁହାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଜଙ୍ଗଲ, କାରଣ ଏହା ଆମକୁ ଅମ୍ଳଜାନ ଦେଇଥାଏ। କେଉଁ ଜୀବମାନେ ପରାଗ ସଙ୍ଗମରେ ସାହାଯ୍ୟ କରନ୍ତି? ଏହାର ସଠିକ ଉତ୍ତର ହେଉଛି ପ୍ରଜାପତି, ଭଁଅର, ମହୁମାଛି। ସୂର୍ଯ୍ୟ ନିଜ ଅକ୍ଷ ଚାରିପଟେ କେତେ ଦିନରେ ଥରେ ଘୁରେ? ଏହାର ସଠିକ ଉତ୍ତରଟି ହେଉଛି 25 ଦିନ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପୂର୍ଣ୍ଣମୀ ଦିନଠାରୁ ବା ପୂର୍ଣ୍ଣମୀ ଦିନ ପରଠାରୁ ପ୍ରତ୍ୟେକ ଦିନ ଚନ୍ଦ୍ର କେତେ ମିନିଟ୍ ଡେରିରେ ଉଠନ୍ତି? ଏହାର ଉତ୍ତର ହେଉଛି 48 ମିନିଟ୍, ଯୋଉଟାକୁ ଆମେ ଘଡ଼ି ମାରିକି ଆସିବା କହୁ ଲୋକାଲ ଭାଷାରେ। କେଉଁ ମାଟି ସବୁଠାରୁ ଉର୍ବର? ଏହାର ଉତ୍ତରଟି ହେଉଛି ପଟୁ ମାଟି। ପଟୁ ମାଟି, ଯୋଉଟାକୁ ଆଲୁଭିଆଲ ସଏଲ ଆମେ କହିଥାଉ। କେଉଁ ମାଟି ନଡ଼ିଆ ଚାଷ ପାଇଁ ଭଲ? ଏହାର ଉତ୍ତରଟି ହେଉଛି ଲୁଣି ମାଟି। ତେଣୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ନଡ଼ିଆ ଚାଷ ଭଲ ହୁଏ। ଓଡ଼ିଶାର କେଉଁଠାରେ ହାତୀ ଅଭୟାରଣ୍ୟ ଅଛି? ଏହାର ସଠିକ ଉତ୍ତରଟି ହେଉଛି ଚନ୍ଦକା ଅଭୟାରଣ୍ୟ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଗୁଜରାଟର କେଉଁ ସ୍ଥାନରେ ସିଂହମାନଙ୍କ ପାଇଁ ଅଭୟାରଣ୍ୟ ରହିଛି? ଏହାର ଉତ୍ତର ହେଉଛି ଗିର୍ ଅରଣ୍ୟ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡା ଅଭୟାରଣ୍ୟ କେଉଁ ସ୍ଥାନରେ ଅବସ୍ଥିତ? ଏହାର ଉତ୍ତର ହେଉଛି କାଜିରଙ୍ଗା, ଯୋଉଟାକି ଆମର ଆସାମ ରାଜ୍ୟରେ ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। କେଉଁ ସଂଖ୍ୟା ମୌଳିକ ନୁହେଁ କିମ୍ବା ଯୌଗିକ ବି ନୁହେଁ? ଏହାର ଉତ୍ତର ହେଉଛି 1। ଦୁଇଟି ମୌଳିକ ସଂଖ୍ୟାର ଗସାଗୁ ହେଉଛି କେତେ? ଏହାର ଉତ୍ତର ହେଉଛି 1। ପରବର୍ତ୍ତୀ ପ୍ରଶ୍ନ। 1 ଘଣ୍ଟା କେତେ ମିନିଟ୍? ଏହାର ସଠିକ ଉତ୍ତରଟି ହେଉଛି 60 ମିନିଟ୍। 1 ଘଣ୍ଟାରେ 60 ମିନିଟ୍ ହୁଏ। 1 ଘଣ୍ଟା କେତେ ସେକେଣ୍ଡ? ଏହାର ଉତ୍ତରଟି ହେଉଛି 3600 ସେକେଣ୍ଡ ବା 3600 ସେକେଣ୍ଡ। ଘନ ବସ୍ତୁର ଶୀର୍ଷବିନ୍ଦୁ ଓ ପାର୍ଶ୍ୱ ସଂଖ୍ୟାର ସମଷ୍ଟିରୁ ଧାର ସଂଖ୍ୟା ବିୟୋଗ କଲେ ବିୟୋଗଫଳ ସର୍ବଦା କେତେ ହୁଏ? ଏହାର ଉତ୍ତର ହେଉଛି 2, ସିଲିଣ୍ଡର କୋନ୍କୁ ଛାଡ଼ି ଦେଇକି। ଭାଜ୍ୟ ସମାନ ଭାଜକ ଗୁଣନ ଭାଗଫଳ ମିଶାଣ କ'ଣ? ଏହାର ଉତ୍ତରଟି ହେଉଛି ଭାଗଶେଷ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। 1 କିଗ୍ରା କେତେ ଗ୍ରାମ? ଏହାର ଉତ୍ତରଟି ହେଉଛି 1 କିଗ୍ରା ସମାନ 1000 ଗ୍ରାମ। ପରବର୍ତ୍ତୀ ପ୍ରଶ୍ନ। ତରଳ ପଦାର୍ଥର ମାପର ଏକକ କ'ଣ? ବା ମାପର ଏକକ ହେଉଛି ଲିଟର। ଆମେ ତରଳ ପଦାର୍ଥକୁ ଲିଟରରେ ମାପିଥାଉ। କେତେ ବର୍ଷରେ ଥରେ ଅଧିବର୍ଷ ପଡ଼େ? ଏହାର ଅଧିବର୍ଷ କହିଲେ ଯେଉଁ ବର୍ଷ ଆମର ଫେବୃଆରୀ ମାସଟି 29 ଦିନ ହେଇଥାଏ, ଏହା 4 ବର୍ଷରେ ଥରେ ଲେଖାଏଁ ପଡ଼େ। ଟ୍ରେନ ସମୟ ଅପରାହ୍ନ 3:30 ହୋଇଥିଲେ ଟ୍ରେନ ଟିକେଟରେ କେତେ ସମୟ ଲେଖାଯାଇଥାଏ? ଏହାର ଉତ୍ତର ହେଉଛି 15:30। ଯଦି ଭିଡ଼ିଓଟି ଭଲ ଲାଗିଛି ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।